What is the name of portal developed by Department of Consumer Affairs for Fair Trade and Consumer Protection? ନ୍ୟାୟଯୁକ୍ତ ବାଣିଜ୍ୟ ଏବଂ ଉପଭୋକ୍ତା ସୁରକ୍ଷା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ବିକଶିତ ପୋର୍ଟାଲର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ନ୍ୟାସନାଲ ଲିଗାଲ ମେଟ୍ରୋଲୋଜି ପୋର୍ଟାଲ। ପରବର୍ତ୍ତୀ ପ୍ରଶ୍ନ, Which state is the host of International Gita Mahotsav 2024? କେଉଁ ରାଜ୍ୟ ଆନ୍ତର୍ଜାତୀୟ ଗୀତା ମହୋତ୍ସବ 2024ର ହୋଷ୍ଟ ଅଟେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ହରିୟାଣା। ହରିୟାଣା ନିକଟରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ 2024ର ଆୟୋଜକ ଅଟେ। ପରବର୍ତ୍ତୀ ପ୍ରଶ୍ନ, Which country won the Men's Hockey Junior Asia Cup 2024 title in Muscat, Oman? କେଉଁ ଦେଶ ଓମାନର ମସ୍କଟରେ ପୁରୁଷ ହକି ଜୁନିୟର ଏସିଆ କପ୍ 2024 ଟାଇଟଲ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, ଟିଖିରି ଟ୍ରାଇବ୍ ଇଜ୍ ପ୍ରାଇମେରିଲି ଫାଉଣ୍ଡ ଇନ୍ ହ୍ୱିଚ୍ ଷ୍ଟେଟ୍? ଟିଖିରି ଜନଜାତି ମୁଖ୍ୟତଃ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନାଗାଲାଣ୍ଡ। ନାଗାଲାଣ୍ଡରେ ଟିଖିରି ଜନଜାତି ମୁଖ୍ୟତଃ ଦେଖାଯାଆନ୍ତି। ପରବର୍ତ୍ତୀ ପ୍ରଶ୍ନ, ରାଜ ମନଚାନ୍ଦ ହାଜ୍ ପାସ୍ଡ ଆୱେ, ହି ଇଜ୍ ରିଲେଟେଡ୍ ଟୁ ହ୍ୱିଚ୍ ସ୍ପୋର୍ଟସ୍? ରାଜ ମନଚାନ୍ଦଙ୍କର ଦେହାନ୍ତ ହୋଇଛି, ସେ କେଉଁ ଖେଳ ସହିତ ଜଡ଼ିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସ୍କ୍ୱାସ୍। ରାଜ ମନଚାନ୍ଦ ସ୍କ୍ୱାସ୍ ଖେଳ ସହିତ ଜଡ଼ିତ ଅଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ହାଜ୍ ଓନ୍ ଦ 11th Men's Hockey Junior Asia Cup 2024 by defeating which team in the final? ଫାଇନାଲରେ କେଉଁ ଦଳକୁ ପରାସ୍ତ କରି ଭାରତ ଏକାଦଶ ପୁରୁଷ ହକି ଜୁନିୟର ଏସିଆ କପ୍ 2024 ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପାକିସ୍ତାନ। ପରବର୍ତ୍ତୀ ପ୍ରଶ୍ନ, Where was the second India United Kingdom 2+2 Foreign and Defence Dialogue held? ଦ୍ୱିତୀୟ ଭାରତ ଯୁକ୍ତରାଜ୍ୟ 2+2 ବୈଦେଶିକ ଏବଂ ପ୍ରତିରକ୍ଷା ସଂଳାପ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ନୂଆଦିଲ୍ଲୀଠାରେ ଭାରତ ଏବଂ ଯୁକ୍ତରାଜ୍ୟ ସହିତ 2+2 ବୈଦେଶିକ ଏବଂ ପ୍ରତିରକ୍ଷା ସଂଳାପ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, Who has won the Astor Guardians Global Nursing Award? 2024 ଆଷ୍ଟର ଗାର୍ଡିଆନ୍ସ ଗ୍ଲୋବାଲ ନର୍ସିଂ ପୁରସ୍କାର କିଏ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ମ୍ୟାରିଆ ଭିକ୍ଟୋରିଆ। ପରବର୍ତ୍ତୀ ପ୍ରଶ୍ନ, Which is the first union territory of India to fully implement the 3 criminal laws? ତିନୋଟି ଅପରାଧିକ ନିୟମକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାରେ ଭାରତର ପ୍ରଥମ ୟୁନିୟନ ଟେରିଟୋରୀ କେଉଁଠି ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଚଣ୍ଡିଗଡ଼। ପରବର୍ତ୍ତୀ ପ୍ରଶ୍ନ, Who has recently become a judge of the Supreme Court? ନିକଟରେ କିଏ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଜଷ୍ଟିସ୍ ମନମୋହନ। ପରବର୍ତ୍ତୀ ପ୍ରଶ୍ନ, Which country has created the fastest running robot Star One? କେଉଁ ଦେଶ ଦ୍ରୁତତମ ଚାଲୁଥିବା ରୋବଟ ସୃଷ୍ଟି କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଚାଇନା। ପରବର୍ତ୍ତୀ ପ୍ରଶ୍ନ, ମାଇକେଲ ବର୍ନିୟର was the Prime Minister of which country who has been removed from office? ମାଇକେଲ ବର୍ନିୟର କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଯିଏକି ତାଙ୍କୁ
ପଦରୁ ହଟେଇ ଦିଆଯାଇଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଫ୍ରାନ୍ସ। ପରବର୍ତ୍ତୀ ପ୍ରଶ୍ନ, ଜିଗ୍ମେ ଖେସର ନାମଗିଲ ୱାଙ୍ଗଚକ୍ is the king of which country who has arrived on a 2-day visit to India? ଜିଗ୍ମେ ଖେସର ନାମଗିଲ ୱାଙ୍ଗଚକ୍ କେଉଁ ଦେଶର ରାଜା ଯିଏ ଭାରତକୁ 2 ଦିନିଆ ଗସ୍ତରେ ଆସିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଭୁଟାନ। ପରବର୍ତ୍ତୀ ପ୍ରଶ୍ନ, which team has scored the highest score in T20 କ୍ରିକେଟ? T20 କ୍ରିକେଟରେ କେଉଁ ଦଳ ସର୍ବାଧିକ ସ୍କୋର କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବାରୋଡା